ଏଆଡେ ଖରା ହଉଛି ସେଆଡେ ଧୋଇବାକୁ। ଆଜି କଣ ଖାଇବା ପାଇଁ କଣ ଭାତ ଖାଇଲେ ଇଚ୍ଛା ହଉନି ଖରାରେ। ଇଏ ଶାନ୍ତିଙ୍କର ପୁତୁରା। ଓହୋ ସେଇ ଆଡକୁ ଆସି ବୁଲୁଛନ୍ତି। ତାଙ୍କ ଝିଆରୀ କଣ 10th ପଢୁଥିଲେ ଟି? ଏବେ ଏକ୍ଜାମ ଦଉଛନ୍ତି କି? ଆଉ କଣ କହୁଥିଲ ଫେଲ କି ହେଇଯାଇଥିଲେ ବୋଲିକା? ଓହୋ କଲେକ୍ସନ ସାର ଆଇଛନ୍ତି। କହୁଛନ୍ତି କି ହେଇଥିଲେ ହେଇଥିପାଇଁ ମତେ ଡର ଲାଗୁଛି ଯିବାକୁ। ଲଳିତା ଶୁଣିଥି ଯୋଉ ସନ୍ଧ୍ୟା ଆସି ଯିବାକୁ କହୁଛ ଯୋଉ ସେଠି କିଏ ଯୋଉ ମରିଥିଲେ ନା କଣ ମତେ ହେଇଥିପାଇଁ ଡର ଲାଗୁଛି। ଏଇ ଯୋଉ କୁହରେ ଡେଇଁକି ଗୋଟେ ମରିଥିଲେ। ସେଇପଟେ ଯିବା ତ ହେଇଥିପାଇଁ ମତେ ଡର ଲାଗୁଛି। ମୁଁ ଶୁଣିଥିଲି ତମେ ନା କିଏ କହୁଥିଲ ବା? ଏ ମୋ ଶାନ୍ତି କହୁଥିଲେ ବା ଶାନ୍ତି କହୁଥିଲେ। ଆଉ କିଏ କହୁଥିଲେ ଆମେ ଥରେ ଶାନ୍ତିର ମୋର ଯାଇଥିଲୁ। ଓହୋ ଆସିଗଲେ ଗାଡି ଟା ବାହାରେ ରଖିକି ଆଇଲେ ଦାନ୍ତ ଦେଖିକି ଆଉଛନ୍ତି। କଣ ଚପଲ ଟା ଥୋଇ ଦେଇକି ତଳେ ଆସିଯିବା। ସେ କାନ୍ଦିଲା ମୁଁ ଆଉ ଚପଲ ଆଣିକି ଆସିଲିନି ଭିତରେ ଗୋଟେ ପଳେଇ ଆସିଲି। ସେ ତାର ଏଠି କଣ ଚଲେଇଛି। ଝିଅ ହାଇ କଲୁ। ଆଜି ବି ଆମେ ଯାଇଛୁ ମଙ୍ଗଳାଙ୍କ ମନ୍ଦିର ସକାଳେ ସେଠି ବି ପୂଜା ହେଲା ମାନେ ସେଠି ତାଙ୍କର ସବୁ ଯୋଉ ମନ୍ଦିର ହଙ୍ଗା ସବୁ ଅଛି। ଆଉ ଏଠି ଯୋଉ ଦାଣ୍ଡରେ ପୂଜା ହଉଥିଲା ଆଉ ଏବେ ପୂଜା ସରିଲା ଆସିକି ବସି ପଣା ପଇକି 4ଟା ଆସିକି ଦେଖିବା ଚୁଡ଼ା କଦଳୀ ଖାଇବା ଆଉ। ଗରମ ମାନେ ଏଠି ପ୍ରବଳ ହଉଛି ଗରମ। ତାପରେ ଆମେ ପୁଣି ଯୋଉ ଉପରେ ରହିବାକୁ ବହୁତ ଗରମ ଲାଗୁଛି ରାତିରେ ଶୋଇ ବି ହଉନି। ବାଲକୁନିରେ କିନ୍ତୁ ସନ୍ଧ୍ୟା ହେଲେ ବହୁତ ଭଲ ପବନ ହଉଛି କିନ୍ତୁ ବାଲକୁନି ଆସିବାକୁ ଡର ଲାଗୁଛି ମତେ। ଯୋଉ ଚାରିପଟେ ଜଙ୍ଗଲ ଟାଇପ ର ଦେଖା ହାଉଛି ଅନେଇ ଦେଲା ମାନେ ବହୁତ ଭଲ ଲାଗୁଛି ଏଇଠି। ବଢିଆ ପବନ ହଉଛି। ସବୁ ଧୋଇଦେଲେ ଲକ୍ଷ୍ମୀ ମାରାଟା ମୁଁ ଧୋଇନାହାନ୍ତି। ଆଜି ଛୁଟି ହେଇଯିବ ବା ଜଲ୍ଦି ଆଜି ଏପ୍ରିଲ 1 ନୁହଁ କି? ତ ଆଜି କ୍ଲୋଜିଂ ଖାଲି ହବ ଆଜି କିଛି କଲେକ୍ସନ ହେକା ନାହିଁ। ସେ କ୍ୟାସିୟର ତ ଆସିନି ଖାଲି କ୍ଲୋଜିଂ କରିକି ଆସିବା ଆଉ କେହି ପିଲା ଆସିନାହାନ୍ତି। ହଁ ଜଲ୍ଦି ଆସିବେ ନା ବିଏମ ସାର୍ ଆସିନାହାନ୍ତି। ଛୁଟିରେ ଅଛନ୍ତି ନା କଣ ହଁ କାଲି ଆସିବେ। ସେ ଶଶୁର ଘର ଯାଇଛନ୍ତି ବୁଲିବାକୁ।